ବହୁଦିନ ପୂର୍ବର କଥାଟିଏ। ଗୋଟିଏ ସୁନ୍ଦର ଗାଁରେ ରାମୁ ଓ ଶ୍ୟାମୁ ନାମରେ ଦୁଇଜଣ ଘନିଷ୍ଠ ମିତ୍ର ରହୁଥିଲେ। ସେମାନେ ଛୋଟବେଳୁ ଏକାସାଥୀ ଖେଳି ପଢ଼ି ଜୀବନର ଅନେକ ମୁହୂର୍ତ୍ତ ଏକାଠି କାଟିଥିଲେ। ଗାଁର ଲୋକମାନେ ତାଙ୍କ ମିତ୍ରତାକୁ ଦେଖି କହୁଥିଲେ, ଏମିତି ମିତ୍ରତା ସତରେ ଦୁର୍ଲଭ ଅଟେ। ଦୁଇଜଣ ପ୍ରାୟ ସମୟରେ କହୁଥିଲେ, ଜୀବନରେ ଯେମିତି ପରିସ୍ଥିତି ଆସୁନା କାହିଁକି ଆମେ କେବେ କାହାକୁ ଛାଡ଼ିବୁ ନାହିଁ। ସୁଖ ହେଉ କି ଦୁଃଖ ଆମେ ସଦା ସାଥିରେ ରହିବୁ। ଗୋଟିଏ ଦିନ ଦୁହେଁ ମିଶି ପଡ଼ୋଶୀ ଗାଁକୁ କିଛି ଆବଶ୍ୟକ କାମରେ ଯିବାକୁ ଠିକ୍ କଲେ। କିନ୍ତୁ ସବୁଠାରୁ ସହଜ ଓ ଛୋଟ ରାସ୍ତାଟି ଯାଉଥିଲା ଗଭୀର ଜଙ୍ଗଲ ମଧ୍ୟ ଦେଇ। ସେମାନେ ଗଲାବେଳେ ଗାଁର ବୃଦ୍ଧମାନେ ସତର୍କ କରି କହିଥିଲେ, ସେ ଜଙ୍ଗଲରେ ଭାଲୁ ଓ ଅନ୍ୟାନ୍ୟ ଜଙ୍ଗଲୀ ପଶୁ ରହୁଛନ୍ତି, ସାବଧାନ ସହକାରେ ଯିବ। କିନ୍ତୁ ଯୁବ ଉତ୍ସାହୀ ଓ ନିଜର ମିତ୍ରତା ଉପରେ ଅଧିକ ଭରସା ରଖି ରାମୁ ଓ ଶ୍ୟାମୁ ସେହି କଥାକୁ ଗୁରୁତ୍ୱ ଦେଲେ ନାହିଁ। ସକାଳ ହେବାରୁ ସେମାନେ ଜଙ୍ଗଲ ପଥ ଦେଇ ଆଗେଇ ଚାଲିଲେ। ପ୍ରାରମ୍ଭରେ ଜଙ୍ଗଲ ଅତ୍ୟନ୍ତ ଶାନ୍ତ ଓ ସୁନ୍ଦର ଲାଗୁଥିଲା। ଉଚ୍ଚ ଗଛ ମାନଙ୍କ ମଧ୍ୟ ଦେଇ ସୂର୍ଯ୍ୟ କିରଣ ମାଟି ଉପରେ ପଡୁଥିଲା। ପକ୍ଷୀମାନଙ୍କର କୁହୁ କୁହୁ ଡାକ ମନକୁ ଆନନ୍ଦ କରିଦେଉଥିଲା। ଦୁହେଁ ହସି ହସି କଥା ହେଉଥିଲେ ଓ ପୁରୁଣା ସ୍ମୃତି ମନେ ପକାଉଥିଲେ। କିନ୍ତୁ ଜଙ୍ଗଲ ଯେତେ ଗଭୀର ହେଉଥିଲା ସେତେ ଶାନ୍ତି କମି ଯାଉଥିଲା। ହଠାତ୍ ଏକ ଭୟଙ୍କର ଗର୍ଜନ ଶୁଣାଗଲା। ଦୁହେଁ ଚମକି ଉଠିଲେ। ସାମ୍ନାରୁ ଧୀରେ ଧୀରେ ଏକ ଭୟାନକ ଭାଲୁ ବାହାରି ଆସିଲା। ଭାଲୁକୁ ଦେଖି ଶ୍ୟାମୁ ଭୟରେ କମ୍ପିତ ସ୍ୱରରେ କହିଲା, ରାମୁ ସାଙ୍ଗ, ଆମେ ଏବେ କଣ କରିବା? ନିଜକୁ କେମିତି ରକ୍ଷା କରିବା? କିନ୍ତୁ ସେହି ମୁହୂର୍ତ୍ତରେ ରାମୁ ଭୟରେ ନିଜର ପ୍ରାଣ ରକ୍ଷାର ବିଷୟ ଛାଡ଼ି ଅନ୍ୟ କିଛି ଚିନ୍ତା କରିପାରିଲା ନାହିଁ। ତେଣୁ ସେ ସାମ୍ନାରେ ଥିବା ଗୋଟିଏ ଉଚ୍ଚ ଗଛ ନିକଟକୁ ଦୌଡ଼ି ସେଥିରେ ତୁରନ୍ତ ଚଢ଼ିଗଲା। ନିଜର ସାଙ୍ଗକୁ ସାହାଯ୍ୟ କରିବାର ଚେଷ୍ଟା ମଧ୍ୟ ସେ କରିଲା ନାହିଁ। ଶ୍ୟାମୁ ଗଛ ଚଢ଼ିବା ଜାଣିନଥିଲା, ତେଣୁ ସେ ଏକା ରହିଗଲା। ହଠାତ୍ ଶ୍ୟାମୁର ଗୋଟିଏ ପୁରୁଣା କଥା ମନେ ପଡ଼ିଲା। ଭାଲୁ ମୃତ ମଣିଷକୁ କିଛି କରେ ନାହିଁ। ତେଣୁ ସେ ତୁରନ୍ତ ମାଟି ଉପରେ ପଡ଼ିଗଲା। ଆଖି ବନ୍ଦ କରି ଶ୍ୱାସକୁ ଧୀର କରିଦେଲା ଏବଂ ମଲା ଭଳି ଅଭିନୟ କରିବାକୁ ଲାଗିଲା। ମନ ଭିତରେ ଡର ଲାଗୁଥିଲେ ମଧ୍ୟ ବାହାରେ ସେ ମଲା ପରି ପଡ଼ି ରହିଲା। ଭାଲୁଟି ଶ୍ୟାମୁ ପାଖକୁ ଆସି ତାର ଶରୀରକୁ ଶୁଙ୍ଘିବାକୁ ଲାଗିଲା। କିଛି ମୁହୂର୍ତ୍ତ ଧରି ତାକୁ ନିରୀକ୍ଷଣ କଲା। ତାପରେ ଭାଲୁ ଭାବିଲା ଯେ
ଶ୍ୟାମ ମରିଯାଇଛି ବୋଲି। ଏହା ଭାବି ଭାଲୁ ସେଠାରୁ ଧୀରେ ଧୀରେ ଚାଲିଗଲା। ସବୁକିଛି ଶାନ୍ତ ହେବା ପରେ ରାମୁ ଗଛରୁ ତଳକୁ ଓହ୍ଲାଇଲା। ସେ ଅଳ୍ପ ହସ ସହିତ ଶ୍ୟାମକୁ ପଚାରିଲା, ହୋଇ ହୋ ସାଙ୍ଗ, ଭାଲୁ ତୁମ କାନରେ କଣ କହିଗଲା? ଶ୍ୟାମୁ ଧୀରେ ଉଠି ଗଭୀର ସ୍ୱରରେ କହିଲା, ଭାଲୁ ମୋତେ କହିଲା ଯେ ଯେଉଁ ସାଙ୍ଗ ବିପଦ ସମୟରେ ତୁମକୁ ଏକା ଛାଡ଼ିଦିଏ ସେ କେବେ ସତ୍ୟ ସାଙ୍ଗ ନୁହେଁ। ଏହି କଥା ଶୁଣି ରାମୁର ମୁଣ୍ଡ ଲଜ୍ଜାରେ ନଇଁଗଲା। ସେ ବୁଝିପାରିଲା ଯେ ମିତ୍ରତା କେବଳ କଥାରେ ନୁହେଁ, ବିପଦ ସମୟରେ ମଧ୍ୟ ନିଭାଇବାକୁ ପଡ଼ିଥାଏ। ତେଣୁ ସେ ଶ୍ୟାମକୁ କ୍ଷମା ମାଗିଲା ଏବଂ ଆଗାମୀ ଜୀବନରେ କେବେ ମଧ୍ୟ ଏଭଳି ଭୁଲ କରିବନି ବୋଲି ପ୍ରତିଜ୍ଞା କଲା।